ଆଲୋକ ବର୍ତ୍ତିକା ୟୁଟ୍ୟୁବ୍ ଚ୍ୟାନେଲକୁ ମୋର ଅଭିନନ୍ଦନ। ମୁଁ ଡକ୍ଟର ନଳିନୀ ପ୍ରଭା ଦାସ ଭଞ୍ଜନଗର ଗଞ୍ଜାମରୁ ଆପଣମାନଙ୍କୁ ସମସ୍ତ ସାରସ୍ୱତ ସାଧକମାନଙ୍କୁ ପ୍ରଣାମ ଜଣାଇ ଆଜିର ଦିନର ମହତ୍ତ୍ୱ ସମ୍ପର୍କରେ କିଛି ଆଲୋଚନା କରିବାକୁ ଯାଉଛି। ଆଜି ରବିବାର 2021 ମସିହା ଅଗଷ୍ଟ 22 ତାରିଖ ଶ୍ରାବଣ ପୂର୍ଣ୍ଣିମା। ଏହି ଦିନଟିକୁ ଝୁଲଣ ଯାତ୍ରା ବା ଝୁଲଣ ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା, ବଳଭଦ୍ରଙ୍କର ଜୟନ୍ତୀ ବା ଗହ୍ମା ପୂର୍ଣ୍ଣିମା ଏବଂ ଓଡ଼ିଆ ଭାଷା ସାହିତ୍ୟର ବରେଣ୍ୟ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳନର ଦିନ। ଆସନ୍ତୁ ଜାଣିବା ଏ ସମସ୍ତ ଦିବସର ବିଶେଷତ୍ୱ କ'ଣ ରହିଛି, ଏ ସମ୍ପର୍କରେ କିଛି ତଥ୍ୟ। ଓଡ଼ିଶାରେ 12 ମାସରେ 13 ପର୍ବ ପାଳନ ହୁଏ। କେଉଁ ଆବାହମାନ କାଳରୁ ପର୍ବପର୍ବାଣୀ ଗୁଡ଼ିକ ନିଜର ସ୍ଥିତି, ବିଧିବିଧାନ, ମହତ୍ତ୍ୱ ଆଉ ଗୁରୁତ୍ୱକୁ ନେଇ ପରିଚୟ ପ୍ରଦାନ କରିଥାନ୍ତି। ଯେହେତୁ ଓଡ଼ିଶା ହେଉଛି ଏକ ଧାର୍ମିକ ରାଜ୍ୟ, ପୁଣି ଯାହାର ଦେବତା ଶ୍ରୀ ଜଗନ୍ନାଥ, ସେଠାରେ ପ୍ରତି ମାସରେ ଘରେ ଘରେ ପର୍ବପର୍ବାଣୀ ଲାଗି ରହିଥାଏ। ପର୍ବପର୍ବାଣୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ ମାନବ ଜୀବନରେ କିଛି ଖୁସି, ଆନନ୍ଦ, ଉଲ୍ଲାସର ଦିନକୁ ଅତିବାହିତ କରିବା, ମନରେ ଥିବା ତିକ୍ତତାକୁ ଦୂରେଇବା ହିଁ ଏହି ପର୍ବଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ। ଏହା ସାଧାରଣତଃ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅଟେ। ଏହାଦ୍ୱାରା ମଣିଷ ଭିତରେ ସ୍ନେହ, ଶ୍ରଦ୍ଧା ସୃଷ୍ଟି ହୁଏ, ବିଶ୍ୱ ଭ୍ରାତୃତ୍ୱ ଭାବ ଉଦ୍ରେକ ହୋଇଥାଏ। ଏହାକୁ କେତେକ ଅନ୍ଧବିଶ୍ୱାସ କହୁଥିଲେ ହେଁ ଏହାର ଆବଶ୍ୟକତା ଉପଲବ୍ଧି କରାଯାଏ। ବର୍ଷକରେ 12 ମାସ 6 ଋତୁ, ପ୍ରତି ମାସରେ କିଛି ନା କିଛି ପର୍ବ ଆସିଥାଏ। ବର୍ଷା ଋତୁରେ ଯେଉଁ କେତେକ ପର୍ବ ପଡ଼େ, ସେଥିମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ। ଶ୍ରାବଣ ପୂର୍ଣ୍ଣମୀକୁ ଝୁଲଣା ପୂର୍ଣ୍ଣମୀ ବା ଗହ୍ମା ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏତଦ୍‌ବ୍ୟତୀତ ଏହାକୁ ରକ୍ଷାବନ୍ଧନର ଦିବସ ରୂପେ ମଧ୍ୟ ପାଳନ କରାଯାଏ। ପ୍ରଥମେ ଆଲୋଚନା କରିବା ଝୁଲଣ ପର୍ବ କ'ଣ। ପବିତ୍ର ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଆରମ୍ଭ ହୋଇ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ 7 ଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳନ ହୁଏ। ଶ୍ରୀକ୍ଷେତ୍ରରେ ମୁକ୍ତି ମଣ୍ଡପରେ ଝୁଲଣ କୁଞ୍ଜ ରହିଥାଏ। ଅତ୍ୟନ୍ତ ଶୋଭନୀୟ ସୁସଜ୍ଜିତ ହୋଇ ଦକ୍ଷିଣ ଘରୁ ଭୂଦେବୀ, ଶ୍ରୀଦେବୀ, ମଦନମୋହନ ବିଜେ କରି ଆସନ୍ତି। ଏହାକୁ ପ୍ରାବୃତ ରାସ ବୋଲି ମଧ୍ୟ କୁହାଯାଏ। ସନ୍ଧ୍ୟା ଆଳତି ପରେ ଆଜ୍ଞାମାଳ ପାଇବା ପରେ ଚନ୍ଦନ ଲାଗି ହେବା ପରେ ପଙ୍କ୍ତି ଭୋଗ ସାରି ଠାକୁରେ ବାହାରନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ଏହା ମହା ଉତ୍ସବରେ ବିଭିନ୍ନ ମଠ ମନ୍ଦିରରେ ପାଳନ ହୁଏ। ତତ୍ସହିତ ଓଡ଼ିଶାର ପ୍ରତ୍ୟେକ ପୁରପଲ୍ଲୀରେ, ସହର ଗ୍ରାମରେ ଏହି ପର୍ବ ପାଳନ ହୋଇଥାଏ। ଝୁଲଣ କୁଞ୍ଜକୁ ବିଭିନ୍ନ ପଟ୍ଟବସ୍ତ୍ର, ଝରାଝୁମ୍ପା, କୁସୁମମାଳ, ଶୁଆଶାରୀ ଆଦି ପକ୍ଷୀମାନଙ୍କ ଦ୍ୱାରା ସଜା ଯାଇଥାଏ। ରାଧାକୃଷ୍ଣ ଦୋଳି ଖେଳିବାର ଦର୍ଶନ ସମସ୍ତଙ୍କୁ ଦେଇଥାନ୍ତି। ଭଜନ, କୀର୍ତ୍ତନ, ପାଲା, ସଖିନାଟ ପ୍ରଭୃତି ଚାଲିଥାଏ। ମୁକ୍ତି ମଣ୍ଡପ ଏହି ସମୟରେ ଝୁଲଣ ମଣ୍ଡପରେ ସଜା ହୋଇଥାଏ। ଏହି ସମୟରେ ପ୍ରାଚୀନ ଓଡ଼ିଶୀ ଗୀତ ଗାନ କରାଯାଏ। ଅନ୍ୟ ସ୍ଥାନରେ 5 ଦିନ ହେବା ବେଳେ ଶ୍ରୀକ୍ଷେତ୍ରରେ ଏହା 7 ଦିନ ଧରି ଉତ୍ସବ ମହାସମାରୋହରେ ପାଳନ କରାଯାଏ। ଏହି ଦିନକୁ ରକ୍ଷାବନ୍ଧନ ମଧ୍ୟ କୁହାଯାଏ। ଏହା ଏକ ପବିତ୍ର ସମ୍ପର୍କର ସେତୁବନ୍ଧ। ପର୍ବପର୍ବାଣୀରେ
ପାରିବାରିକ ଜୀବନ ସୁଖମୟ କରିବା ପାଇଁ ସମସ୍ତେ ଶ୍ରଦ୍ଧା ସ୍ନେହର ହାତ ବଢ଼ାଇଥାନ୍ତି। ଏହି ପର୍ବ ଭାଇ ଭଉଣୀର ପର୍ବ। ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଭବିଷ୍ୟତ ବିପଦ ଆପଦରୁ ଭାଇ ଭଉଣୀକୁ ରକ୍ଷା କରେ। ଭଉଣୀ ସ୍ନେହ ଶ୍ରଦ୍ଧାରେ ଭାଇର ମଙ୍ଗଳ କାମନା କରି ଠାକୁରଙ୍କ ପାଖରେ ପ୍ରାର୍ଥନା କରେ। ଏହି ଲୋକବିଶ୍ୱାସ ରହିଛି। ଶାନ୍ତି ପ୍ରୀତି ସ୍ନେହ ବନ୍ଧନର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା। ଯେତେ ସୁବିଧା ଅସୁବିଧା ଥିଲେ ମଧ୍ୟ ଭଉଣୀ ଭାଇ ଘରକୁ ଆସେ ରାକ୍ଷୀ ବାନ୍ଧିବା ପାଇଁ। ଯଦି ଭଉଣୀର କିଛି ଅସୁବିଧା ଥାଏ ତେବେ ଭାଇ ଭଉଣୀ ଘରକୁ ଚାଲିଯାଏ। ଭଉଣୀ ରାକ୍ଷୀ ବାନ୍ଧି ବନ୍ଦାପନା କରେ। ଦୁବ ଅକ୍ଷତ ଫୁଲରେ ବନ୍ଦାଏ, ଚନ୍ଦନ ସିନ୍ଦୁର ଟିକା ଦିଏ, ଆଳତି କରେ, ରାକ୍ଷୀ ବାନ୍ଧି ମିଠା ଖୁଆଏ, ଆଉ ତା ବଦଳରେ ଉପହାର ମାଗିନିଏ। ଆଜିର ଆଧୁନିକ ଯୁଗରେ ଭଉଣୀ ଭାଇଠାରୁ ଉପହାର ଆଶା ରଖେ। ସ୍ନେହର ନିଦର୍ଶନ ଭାବେ ଏହି ପର୍ବ ପାଳନ ହେଉଥିଲେ ହେଁ ପବିତ୍ର ପ୍ରେମର ଆଲେଖ୍ୟ ବହନ କରୁଥିବା ଏହି ପର୍ବ ଫ୍ୟାସନରେ ପରିଣତ ହୋଇଗଲାଣି। ରକ୍ଷା କରିବା ଅର୍ଥରେ ସ୍ୱାମୀ ସ୍ତ୍ରୀକୁ, ସ୍ତ୍ରୀ ସ୍ୱାମୀକୁ, ଭାଉଜ ଦିଅରକୁ ବନ୍ଧାବନ୍ଧି ଚାଲିଛି। ଏପରିକି ଠାକୁରଙ୍କ ଆଶୀର୍ବାଦ ସକାଶେ ମଧ୍ୟ ଏହି ପର୍ବ ପାଳନ କରି ପବିତ୍ର ରକ୍ଷା ସୋତା ଦ୍ୱାରା ଧର୍ମାନୁଷ୍ଠାନମାନଙ୍କରେ ଏହା ଲାଗି କରାଇ ସମସ୍ତଙ୍କ ହାତରେ ବନ୍ଧାଇ ଦିଆଯାଏ। ଏହାଦ୍ୱାରା ମଧ୍ୟ ରାକ୍ଷୀ ବନ୍ଧନ ହେବା ପରେ ନାରୀ ପ୍ରତି କୌଣସି ଅସତ୍ ବ୍ୟବହାର କିମ୍ବା କୁଦୃଷ୍ଟି ଲାଗେ ନାହିଁ ବୋଲି ବିଶ୍ୱାସ ରଖନ୍ତି। ଏକ ପବିତ୍ର ଭାବ ଉତ୍ପନ୍ନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ପର୍ବ ପ୍ରଥମେ ଚିତ୍ତୋର ରାଣା ପତ୍ନୀ କର୍ଣ୍ଣାବତୀ ହୁମାୟୁନଙ୍କୁ ବାନ୍ଧିଥିଲେ। ନିଜର ରାଜ୍ୟ ରକ୍ଷା କରିବାକୁ ଯାଇ ସେହି ଦିନଠାରୁ ଏହି ପର୍ବ ଚାଲି ଆସିଛି। ଏହି ଦିନରେ ହିଁ ଆଉ ଏକ ପର୍ବ ପାଳନ ହୁଏ, ତା ହେଉଛି ଠାକୁର ବଳଭଦ୍ରଙ୍କର ଜନ୍ମଦିବସ। କୃଷି ପ୍ରଧାନ ଓଡ଼ିଶା ମାଟି ଗୋରୁ ଗାଈଙ୍କୁ ପୂଜା କରିଥାନ୍ତି। ଯେହେତୁ ହଳଧର ବଳରାମଙ୍କର ଜୟନ୍ତୀ ଦିବସ, ଏଣୁ କୃଷି କାର୍ଯ୍ୟରେ ବିନିଯୋଗ ହେଉଥିବା ହଳ ମୁଷଳ ଚାଷ ସରଞ୍ଜାମଙ୍କୁ ପୂଜା କରାଯାଏ। ଚାଷୀମାନଙ୍କର ଏହି ଦିନ ଘରେ ପିଠାପଣା ହୁଏ। ଗୋରୁମାନଙ୍କୁ ଚନ୍ଦନ ସିନ୍ଦୁର ଲଗାଇ ଗଳାରେ ଫୁଲମାଳ ପକାଇ ଦିଅନ୍ତି। ପିଠାପଣା ଖାଇବାକୁ ଦିଅନ୍ତି। ଗୋମାତାଙ୍କ ସେବା ଦ୍ୱାରା ଅନେକ ଧର୍ମ ମିଳେ ବୋଲି ଆମର ଧର୍ମ ବିଶ୍ୱାସ ରହିଛି। ଏହି ଦିନରେ ମଧ୍ୟ ପ୍ରତି ଘରେ ଘରେ ମାଂସ ତରକାରୀ ହୋଇଥାଏ। କି ଧନୀ ଗରିବ ସମସ୍ତେ ଅଳ୍ପ ବହୁତେ ମାଂସ ଆଣି ରୋଷେଇ କରି ଖାଆନ୍ତି। ଗାଁମାନଙ୍କରେ ଗମ୍ହାଣ୍ଡିଆ ହୁଏ। ପୁରୁଷ ପିଲାମାନେ ଅନତି ଦୂରରେ ରସିରେ ବିଭିନ୍ନ ପ୍ରକାରର ଜିନିଷକୁ ବାନ୍ଧିଥାନ୍ତି। ସେ ସମସ୍ତ ଜିନିଷକୁ ଛୁଇଁ ପାରିବା ଭଳି ଯେଉଁ ବ୍ୟକ୍ତି ଚେଷ୍ଟା କରେ ସେ ଦ୍ରବ୍ୟଟି ତାର ହୋଇଥାଏ। ଗାଁରେ ସାହି ପିଲାମାନେ ଖୁବ୍ ଆନନ୍ଦରେ ଏହି ଗହ୍ମା ଡେଇଁଥାନ୍ତି। ଏହା ଉପରେ ସାମାଜିକ ଉକ୍ତିଟିଏ ବି ରହିଛି, ଦିନେ ନାହିଁ କି କାଳେ ନାହିଁ ଗହ୍ମା ପୁନେଇରେ ମାଇଁ ମାଇଁ। ମାମୁଁ ଘର ପ୍ରତି ଥିବା ଶ୍ରଦ୍ଧା ସ୍ନେହକୁ ବଞ୍ଚିତ ହେଲେ ଏହିପରି ଆକ୍ଷେପ ମିଳିଥାଏ। ଏହି ଦିନଟିକୁ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଥାଏ। ଏହା ଆମର ଏକ ସାଂସ୍କୃତିକ ପର୍ବ ଅଟେ। ଏତଦ୍ ବ୍ୟତୀତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଅଟେ। ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ବରିଷ୍ଠ ବିଶିଷ୍ଟ ସାହିତ୍ୟ ସାଧକ ରଙ୍ଗାଜୀବ ଗଙ୍ଗାଧର ଏହି ଶ୍ରାବଣ ପୂର୍ଣ୍ଣମୀରେ ଅଗଷ୍ଟ 9 ତାରିଖ 1862ରେ ସମ୍ବଲପୁର ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ ଥିଲା। ସ୍ୱଭାବ କବି ଗଙ୍ଗାଧର ମାତ୍ର 5ମ ଶ୍ରେଣୀ ପାଠ ପଢ଼ିଥିଲେ ହେଁ ତାଙ୍କର ଅମ୍ଳାନ ପ୍ରତିଭା ବହୁଗୁଣରେ ଉଦ୍ଭାସିତ ଥିଲା।
ମୁଁ ତ ଅମୃତ ସାଗର ବିନ୍ଦୁ, ନଭେ ଉଠିଥିଲି ତେଜି ସିନ୍ଧୁ। ମିଶି ମିଶିଛି ଅମୃତ ଧାରେ, ଗତି କରୁଛି ସେ ଅକୁପାରେ। ପଦେ ଶୁଖିଗଲେ ପାପ ତାପରେ, ହୋଇ ଶିଶିର ଭାସିବି ତାପରେ। ଅମୃତମୟ ଅମୃତରୟ, ସହିତ ମିଶିବି ସାଗରେ। ନୈସର୍ଗିକ ପ୍ରକୃତିର ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଥିବା ପ୍ରକୃତି କବି ଧାରାଶ୍ରାବଣର ଭରା ବେଦନା ଯେତେବେଳେ ଉତ୍କଳ ଜନନୀ ମର୍ମରେ ମୃତ ଉତ୍କଳ ଭାରତୀଙ୍କ ନୟନରୁ ଅଶ୍ରୁକୁ ପୋଛିଦେବା ପାଇଁ ଚନ୍ଦ୍ରିକା ସ୍ନାତ ରଜନୀରେ ସେ ଜନ୍ମ ନେଇଥିଲେ। ପୂର୍ଣ୍ଣିମାରେ ଜନ୍ମ ନେଲେ କବି। କିଏ ଜାଣିଥିଲା ଏହି ପୁତ୍ର ସୁଦୂର ଅକ୍ଷତ ବରପାଲିକୁ ଗୌରବାନ୍ୱିତ କରିଦେବେ। ସତେକି ଉତ୍କଳ ଭାରତୀ ବିନା ତାରରେ ସଙ୍ଗୀତ ମୂର୍ଚ୍ଛନା ତୋଳୁଥିଲେ। ଆଲୋକ ଏବଂ ଅନ୍ଧକାରର ମିଳିତ ଲୀଳାଖେଳା ଚିରନ୍ତନ ସତ୍ୟ। ଜୀବନର ଛାଇ ଆଲୁଅ ଭିତରେ ମଣିଷ ବ୍ୟସ୍ତ ବିବ୍ରତ। ସାଧାରଣ ମଣିଷ ଏହାକୁ ବୁଝିପାରେ ନା, ପରନ୍ତୁ ଯୋଗଜନ୍ମ ପୁରୁଷ ବୁଝିଥାନ୍ତି। ଯଥାର୍ଥରେ ପ୍ରକାଶ କରିଛନ୍ତି କବି ଅର୍ଘ୍ୟ ଥାଳିରେ। ଅଙ୍ଗାର ଗର୍ଭେ ଯଥା ହୀରକ ଜନମ, ତମ ଗର୍ଭେ ଜନମିବା ଜ୍ୟୋତିଷ୍କ ଧରମ। ଜାତର ମରଣ ସର୍ବେ କରନ୍ତି ସ୍ୱୀକାର, କିଏ ନ ବୋଲିବ ତେବେ ନିତ୍ୟ ଅନ୍ଧକାର। ପଙ୍କରୁ ପଦ୍ମ ତଥା ଶାମୁକାରୁ ମୁକ୍ତ ସମ ଏହି ବରେଣ୍ୟ କବି ଜୀବନ ଦର୍ଶନର ସୂଚନା ଦେଇଛନ୍ତି। ତାଙ୍କର ଶ୍ରେଷ୍ଠତମ କାବ୍ୟକୃତି ତପସ୍ୱିନୀର ପ୍ରାରମ୍ଭିକ ସ୍ଥଳରେ ସେ ଲେଖିଛନ୍ତି, ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନସର, ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର। ପିଲାଟି ଦିନରୁ ଜଗନ୍ନାଥଙ୍କ ପ୍ରତି ଗଭୀର ଭକ୍ତିଭାବ, ନାମ ସଂକୀର୍ତ୍ତନରେ ଯୋଗ ଦେବା, ବିଭୁ ପ୍ରେମ ପ୍ରତି ଅତୁଟ ବିଶ୍ୱାସ ଥିଲା କବିଙ୍କର। ଶିକ୍ଷା, ସଂସ୍କୃତି ଓ ସଂସ୍କାରକୁ ଗୁରୁତ୍ୱ ଦେଉଥିଲେ ସେ। ଜାତିରେ ଥିଲେ ବୁଣାକାର, ବସ୍ତ୍ର ବୟନ କୌଳିକ ବୃତ୍ତି ଥିଲା ତାଙ୍କର। ତଥାପି ସେ ଉପେନ୍ଦ୍ରଭଞ୍ଜ ଦୀନକୃଷ୍ଣଙ୍କ ପଦାବଳୀକୁ ସୁମଧୁର ସ୍ୱରରେ ଗାନ କରୁଥିଲେ। ଶେଷରେ ରାଶି ରାଶି ଉପହାର ପ୍ରଦାନ କରିଥିଲେ ବାଣୀ ଭଣ୍ଡାରକୁ। ତାଙ୍କର ସୃଷ୍ଟି ସମ୍ଭାରକୁ ଦେଖିଲେ କାବ୍ୟ ତପସ୍ୱିନୀ, ପ୍ରଣୟବଲ୍ଲରୀ, ଇନ୍ଦୁମତୀ, କୀଚକବଧ, ଉତ୍କଳ ଲକ୍ଷ୍ମୀ, ପଦ୍ମିନୀ, ଅଯୋଧ୍ୟା ଦୃଶ୍ୟ, ରସରତ୍ନାକର, ସେହିଭଳି କବିତା କଲ୍ଲୋଳ, ଅର୍ଘ୍ୟଥାଳୀ, କବିତାମାଳା, କୃଷକ ସଙ୍ଗୀତ, ଅହଲ୍ୟାସ୍ତବ, ମହିମା, ଭାରତୀ ଭାବନା, ଏମିତି ଅନେକ ସେ ସୃଷ୍ଟି କରି ଯାଇଛନ୍ତି। ତାଙ୍କ ସାହିତ୍ୟ ପାଇଁ ରାଧାନାଥ ଯୁଗର କବି ଏକ ଅମ୍ଳାନ ବିଭୂତି। କବି ଓ କୃତିତ୍ୱ ଦୁଇଟି ଅଭିନ୍ନ ପାରସ୍ପରିକ ରୀତିରେ ବନ୍ଧା। ଗୋଟିକୁ ଛାଡ଼ି ଅନ୍ୟଟିର ପରିକଳ୍ପନା କଦାପି ହୋଇପାରିବ ନାହିଁ। କବି ଭାରତୀୟ ପ୍ରାଚ୍ୟ ରୂପରସ ରୀତି ଛନ୍ଦ ଭାଷା ଶୈଳୀ ପ୍ରକାରେ ପବିତ୍ର ସଂସ୍କୃତ ସାହିତ୍ୟର ପ୍ରେରଣା ଓ ପରମ୍ପରାରେ ତାଙ୍କର କାବ୍ୟ କବିତା ଗୁଡ଼ିକୁ ରଚନା କରିଛନ୍ତି। ତଥାପି ଆଧୁନିକତାକୁ ସେ ବିରୋଧ କରିନାହାନ୍ତି। ଇନ୍ଦୁମତୀ, ଉତ୍କଳ ଲକ୍ଷ୍ମୀ ଭଳି ରଚନାରେ ଏହା ସୁସ୍ପଷ୍ଟ ଭାବେ ପ୍ରମାଣିତ। ଭାଗ୍ୟବାନ ସଦା ଭାଗ୍ୟଫଳ ଲଭେ, ଅଭାଗା ଲଭେ ଅଶିବ। ସାଗର ମନ୍ଥନେ କେଶବ କମଳା, ଗରଳ ଲଭିଲେ ଶିବ। ସେହିପରି ଉତ୍କଳ ଲକ୍ଷ୍ମୀରେ କାହିଁ ସୁଶୀତଳ ଧବଳ ଉପଳ ହୋଇଛି ପଲଙ୍କାୟିତ, ପଲ୍ଲବ ବ୍ୟଞ୍ଜନ ଧରି ତରୁଗଣ ଚଉଦିଗେ ରଙ୍ଗାୟିତ। ଗଙ୍ଗାଧର ମେହେର ଥିଲେ ଜଣେ ପ୍ରକୃତି କବି। କେବଳ ପ୍ରକୃତି ନୁହେଁ, କବି ମନୀଷୀ ଗଙ୍ଗାଧର ଥିଲେ ଓଡ଼ିଆ ଭାଷାର ଜାଗ୍ରତ ପ୍ରହରୀ। ଜାତି ପାଇଁ କବି ବଜ୍ର ନିର୍ଘୋଷ କଣ୍ଠରେ ଗାଇଛନ୍ତି,
ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିମା ଅଜ୍ଞାନୀ ରହିବେ କାହିଁ। ମାତୃଭୂମି ମାତୃଭାଷା ପାଇଁ ଗଭୀର ଅନୁରାଗ ଯୁକ୍ତ ଏହି କବିପ୍ରାଣ ପ୍ରକୃତରେ ଓଡ଼ିଆ କାବ୍ୟ ସାହିତ୍ୟରେ ଅନନ୍ୟ ଏକକ। ପ୍ରକୃତି ଭିତରେ ବ୍ୟକ୍ତିର ଅନୁସନ୍ଧାନ ଓ ବ୍ୟକ୍ତି ଭିତରେ ମହାବ୍ୟକ୍ତିତ୍ୱର ସତ୍ତାକୁ ଖୋଜିଛନ୍ତି କବି। ସ୍ନିଗ୍ଧ ସୁନ୍ଦର ନମ୍ର କୁଞ୍ଜ ତଳେ ସେ ଆବିଷ୍କାର କରିଛନ୍ତି ନିଜର ଦୁର୍ଲଭ କବିତ୍ୱକୁ। ରାଘବ ମିଶ୍ରଙ୍କ ଭାଷାରେ ଗଙ୍ଗାଧରଙ୍କ ମାନସ ଚକ୍ଷୁ ବିଷୟବସ୍ତୁର ଅନ୍ତରତମ ପ୍ରଦେଶ ନିରୀକ୍ଷଣ କରି ସୁନ୍ଦର ଉନ୍ନତ ଭାବ ଗ୍ରହଣ କରିବାରେ ଯେପରି ବିଲକ୍ଷଣ ପାଟବ ଗ୍ରହଣ କରିଥିଲା, ତାହାର ପ୍ରକାଶ ଶକ୍ତି ସେହିପରି ତାହାକୁ ମଧୁର ଉନ୍ନତ ପଦାବଳୀର ବିନ୍ୟାସରେ ଚିତ୍ତରେ ପ୍ରସାଦ ଜନ୍ମାଇବାକୁ ବିଶେଷ ସମର୍ଥ ଥିଲା। କବିଙ୍କର ପ୍ରକୃତିରେ ଯେଉଁ ପ୍ରାଣବନ୍ତ ମର୍ମେ ମର୍ମେ ସହଯୋଗିତାକୁ ସ୍ଥାପନ କରିଛନ୍ତି, ତାର ଗୋଟିଏ ଉଦାହରଣ ଏଠାରେ ଦେବାକୁ ମୁଁ ଇଚ୍ଛା ପ୍ରକାଶ କରୁଛି। ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା, ଜାନକୀ ଦର୍ଶନ ତୃଷା ହୃଦୟ ବହି, କର ପଲ୍ଲବେ ନିହାର ମୁକ୍ତାଧରି ଉପହାର, ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି, କଳକଣ୍ଠ କଣ୍ଠେ କହିଲା ଦର୍ଶନ ଦିଅ ସତୀ ରାତି ପାହିଲା। ସେହିପରି ପ୍ରଣୟବଲ୍ଲରୀରେ କୁରୁବକ କଣ୍ଟା ଲାଗିଗଲା ବୋଲି ସଖୀଙ୍କି କହିଲା ଛଳି, ପ୍ରିୟମ୍ବଦା ବୋଲେ ପୁରୁବକ ଥଣ୍ଟ ମୀନାକ୍ଷୀ ଗଲା କି ଗିଳି। ତାଙ୍କର ପ୍ରକୃତି ଅନ୍ତଃପ୍ରକୃତି ସହିତ ବହିଃପ୍ରକୃତିର ମିଳନ ଅତ୍ୟନ୍ତ ସୁସ୍ପଷ୍ଟ ଭାବରେ ପରିପ୍ରକାଶିତ। ବିଭୁ ପ୍ରେମ, ଈଶ୍ୱର ବିଶ୍ୱାସ, ଭକ୍ତି ଭାବନା ତାଙ୍କର କାବ୍ୟ କବିତାର ଅନ୍ୟ ଗୋଟିଏ ମହନୀୟ ଦିଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶ୍ୱ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ, ବୋଲିବାକୁ ମୋର ବଳୁ ନାହିଁ ଯେଣୁ ସିନ୍ଧୁ ତୁମ କୃପା ବିନ୍ଦୁ ହେ। ସେହିପରି ଅର୍ପଣରେ ଜୟ ଜଗଦୀଶ ଜୟ ସମ୍ପଦୀଶ ଜୟ ମା, ମୋ ଜୀବନ କାରଣ ମନ ମୋର ଯେବେ ଅପଥେ ଚଳଇ, କାହିଁକି ନ କର ବାରଣ। କବି ବିଶ୍ୱକୁ ଅତି ସୁନ୍ଦର ଭାବରେ ମଧୁରତାକୁ ଉପଲବ୍ଧି କରି ସେ ଦର୍ଶେଇଛନ୍ତି। ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ, ମଧୁର ଝରଣ କରିବ ହରଣ, ତୋ ପାପ ମରଣ ଭୟରେ ଜୀବନ, ତୋ ପାପ ମରଣ ଭୟ। କବି ଜୀବନ ଦର୍ଶନରେ ବେଶ ଦକ୍ଷତା ମଧ୍ୟ ପ୍ରତିପାଦନ କରିଛନ୍ତି। ଦିବ୍ୟ କବି ଦୃଷ୍ଟିରେ ମାନବ ଜୀବନକୁ ଉପଯୋଗୀ କରାଇ ସେ ମନୁଷ୍ୟକୁ ଦିବ୍ୟ ଶିକ୍ଷା ମନ୍ଦିର ନିର୍ମାଣ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି। କେତେକ ଘଟଣା ଚରିତ୍ର ଚିତ୍ରଣ ମାଧ୍ୟମରେ ମାନବ ଜୀବନର ଚିରନ୍ତନ ସତ୍ୟକୁ ଉଦ୍ଘାଟିତ କରିଛନ୍ତି। ଅତିଥି ଚର୍ଚ୍ଚା, ସଦ୍ଭାବନା ଓ ସେବାର ଚିତ୍ର ବ୍ୟବସ୍ଥାରେ ରହିଛି। ବସନ୍ତ ଅତିଥି ପିରତି ପାଇ ଅବନୀ ରାଣୀ, ଯୋଗାଡ଼ ରଖିଲା ଭଣ୍ଡାରେ ନାନା ପଦାର୍ଥ ଆଣି। ଭୌତିକବାଦୀଙ୍କ ପାଇଁ ଧନ ହିଁ ସର୍ବସ୍ୱ। କବିଙ୍କ ଭାଷାରେ ଧନ ଦେଖି ଜନ ମନ ଭୁଲିଯାଏ, ଜଗତେ ଅଛି ଏ ଖ୍ୟାତି, ଧନ ପାଇଁ ଲୋକେ ଜୀବନ ଦିଅନ୍ତି, ଘୋର ଅଭାବରେ ମାତି। ପବିତ୍ର ପ୍ରେମର ବନ୍ଦନା ଗାଇବାରେ ଗଙ୍ଗାଧରଙ୍କର ସାହିତ୍ୟ ସୃଷ୍ଟି ସତତ ମୁଖର। କବି ତପସ୍ୱିନୀର ପତ୍ରରେ ଲେଖିଛନ୍ତି, ଏହା ମାତ୍ର ପ୍ରଭୁ ମୋତେ ଦେବଟି ଜଣାଇ, ଅନ୍ୟ କିଛି ଧନୀ ମୋର ପ୍ରୟୋଜନ ନାହିଁ, କୋଟି ଅଶ୍ୱମେଧେ ଯେବେ ଯେତେ ଧନ ହୁଏ ଦାନ, ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ। ସେହିଭଳି ନାରୀର ସତୀତ୍ୱକୁ ସୂଚନା ପ୍ରଦାନ କରି ଶୈରେନ୍ଦ୍ରୀ କଣ୍ଠରେ କହିଛନ୍ତି, ସତୀତ୍ୱ ରତ୍ନ ଅଛି ଗଣ୍ଠିରେ ମୋର, ହେଉଛି ଭୀତି କାଳେ ହରିବ ଚୋର। ପ୍ରଣୟ ବଲ୍ଲରୀରେ ବାତ୍ସଲ୍ୟ ପ୍ରେମର ପରାକାଷ୍ଠା ଦେଖାଇଛନ୍ତି
ଆହା ପୁତ୍ର ସ୍ନେହ କେମନ୍ତେ ମଧୁର, ସେ ଦିବ୍ୟ ପୁରୁଷଙ୍କର ସ୍ନେହ ସ୍ନିଗ୍ଧ ସୁତ, ଧାଇଁଲା କୋଳକୁ ନିଜେ ନ ବଢ଼ାଉଁ କର। ଜୀବନର ନୈତିକ ମୂଲ୍ୟବୋଧକୁ କବି ମନୋଜ୍ଞ ଭାବରେ ପରିପ୍ରକାଶ କରିଛନ୍ତି। ଉଚ୍ଚେ ଥାଇ ମଧ୍ୟ ନମ୍ର ହୋଇଥାନ୍ତି ସତତ ମହତ ଜନ, ରବି ଶଶି ତାରା କେଡ଼େ ଊର୍ଦ୍ଧ୍ୱେ ସ୍ଥିତ, ସମସ୍ତେ ନତ ବଦନ। କବିଙ୍କର ପ୍ରତିଭା ଥିଲା ଅନନ୍ୟ। ପତ୍ନୀ ଶାନ୍ତା ଦେବୀ ପୁତ୍ର ଅର୍ଜୁନଙ୍କର ବିୟୋଗ କବିଙ୍କୁ ଧୈର୍ଯ୍ୟଚ୍ୟୁତ କରାଇ ନାହିଁ, ବରଂ ଅନାସକ୍ତ ସନ୍ନ୍ୟାସୀଟିଏ ପରି ସେ ଜୀବନକୁ ଅତିବାହିତ କରିଛନ୍ତି। ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ପଲ୍ଲୀକବି ନନ୍ଦକିଶୋର ବଳ, ଭକ୍ତକବି ମଧୁସୂଦନ ରାଓ, ଶିକ୍ଷାବିତ୍ ବ୍ରଜମୋହନ ପଣ୍ଡା, କବିଶେଖର ଚିନ୍ତାମଣି ମହାନ୍ତି ପ୍ରମୁଖ ସାରସ୍ୱତ ସାଧକମାନେ ତାଙ୍କର ଥିଲେ ଅତ୍ୟନ୍ତ ଅନ୍ତରଙ୍ଗ। ତାଙ୍କର ଲେଖାକୁ ମନ୍ତବ୍ୟ ପ୍ରଦାନ କରୁଥିଲେ, ପଢ଼ୁଥିଲେ। ଆସନ୍ତୁ କିଛି ମନ୍ତବ୍ୟ ଶୁଣିବା। ଗଙ୍ଗାଧର ହେଉଛନ୍ତି ମୋ ହୃଦୟର ରାଜା, ଗୁଣମୁଗ୍ଧ ବାମୁଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ କହିଥିଲେ। ଓଡ଼ିଶାକୁ ଯଦି ସ୍ନେହ କରିବାରେ ଅନ୍ୟ କୌଣସି କାରଣ ନଥାନ୍ତା, ତାହେଲେ ମୁଁ କେବଳ କବି ଗଙ୍ଗାଧରଙ୍କ ପାଇଁ ହିଁ ଓଡ଼ିଶାକୁ ସ୍ନେହ କରନ୍ତି। ଏହା କହିଥିଲେ ରାଧାନାଥ ରାୟ। ଲୋକେ ତୀର୍ଥାଟନ କରନ୍ତି, ମୁଁ କିନ୍ତୁ ଆପଣଙ୍କୁ ହିଁ ତୀର୍ଥଜ୍ଞାନ କରେ। ଶିକ୍ଷାବିତ୍ ବ୍ରଜମୋହନ ପଣ୍ଡାଙ୍କର ଥିଲା ଏହି ଉକ୍ତି। ଶ୍ରୀ ରଘୁନାଥ ପ୍ରସାଦ କହିଥିଲେ, ଅନ୍ଧ ଦେଶରେ ଦର୍ପଣର ନ୍ୟାୟ ହୋଇଛି। ଡକ୍ଟର ମାୟାଧର ମାନସିଂହ କହିଥିଲେ, ସେ ପ୍ରକୃତରେ ବାଣୀପଦ ପଦ୍ମବିଶ ଜୀବିରାଜ ହଂସ। 1920 ବେଳକୁ ସେ ଚାକିରିରୁ ବିରତି ନେବା ପରେ ଜୀବନର ଶେଷ ପର୍ଯ୍ୟାୟରେ ଲୋକସେବାରେ ନିଜକୁ ନିୟୋଜିତ କରିଥିଲେ। ସାଧୁ ସମିତି ନାମରେ ଏକ ସମାଜ ସଂସ୍କାରମୁଖୀ ସଂସ୍ଥା କରିଥିଲେ। ତତ୍କାଳୀନ ଜମିଦାରଙ୍କ ଚକ୍ଷୁଶୂଳ ମଧ୍ୟ ହୋଇଥିଲେ। ସେ କହିଥିଲେ, ଆପଣ ମୋତେ ଗୁଳି କରି ମାରିପାରନ୍ତି, କିନ୍ତୁ ଆପଣଙ୍କ ଚରିତ୍ର ଯଦି ସେଥିରେ ସଂଶୋଧିତ ହୋଇଯାଏ, ତାହେଲେ ତା ହେବ ମୋ ପାଇଁ ଜୀବନର ସାର୍ଥକତା। ଏହା ଥିଲା କବିଙ୍କର ନମ୍ର ଉତ୍ତର। କବି ଜୀବନରେ ଅନେକ ଯାତନା ପ୍ରତିବନ୍ଧକ ଆସିଛି, ତଥାପି ସେ ଭାଙ୍ଗି ପଡ଼ିନଥିଲେ। ମାନବବାଦର ଉପାସନା, ବିଭୁ ପ୍ରେମ, ପ୍ରକୃତିର ନିରୁତା ସୌନ୍ଦର୍ଯ୍ୟବୋଧ ରସାଗ୍ରାହୀ ପାଠକମାନଙ୍କୁ ପରସି ଦେଇଛନ୍ତି କବି। ଆଜି ତାଙ୍କର ଆବର୍ତ୍ତମାନରେ ଆମ ନିକଟରେ ସେ ଦିବ୍ୟ ଭାବରେ ଉଦ୍ଭାସିତ। ଶତାଧିକ ବର୍ଷ ପରେ ମଧ୍ୟ ଆଜି ବି ତାଙ୍କର ଗୀତ ସଙ୍ଗୀତ ଆଦୃତି ଲାଭ କରୁଛି। ତାଙ୍କର ସାଧୁତା ଅମ୍ଳାନ ପ୍ରତିଭାର କେବେ ବି ମଳିନତା ପଡ଼ିବ ନାହିଁ। ଏହି ମହାନ ଯୋଗେଶ୍ୱର ସାରସ୍ୱତ ସାଧକ 1924 ମସିହା ଏପ୍ରିଲ 4ରେ ଅମାବାସ୍ୟା ଦିନ ଏହି ଧାମକୁ ପରିତ୍ୟାଗ କରିଥିଲେ। ମାଟିର ଘଟ ମାଟିରେ ମିଶିଗଲା, ହେଲେ ତାଙ୍କର ସ୍ୱର୍ଗୀୟ ନିଷ୍ପାପ ଆତ୍ମା, ବିମଳ କବିତ୍ୱ ସତ୍ତା ଓଡ଼ିଶାର ଜାତୀୟ ଜୀବନ ତଥା ଭାଷା ସାହିତ୍ୟ କ୍ଷେତ୍ରରେ ଅମର ହୋଇ ରହିଛି। ଏ ଅବସରରେ ଗଭୀର ଭାବମୟ ଶ୍ରଦ୍ଧାଞ୍ଜଳି ମୁଁ ଅର୍ପଣ କରୁଛି। ଜୟ ଭାରତୀ।